ଆଜ୍ଞା ନମସ୍କାର। ମୋର ଆଉ ଗୋଟେ ପେନସିଲ୍ ସ୍କେଚ୍ ଅଛି, ଅରିଜିନାଲ୍ କପି ଏଇଟା। ଆସନ୍ତୁ ଦେଖିବା ଏ ପେଣ୍ଟିଂ ଏ ସ୍କେଚ୍ କ'ଣ କହୁଛି। ପେଣ୍ଟିଂର ଟାଇଟଲ୍ ଅଛି ମୁଁ ଆଦିବାସୀ ଜଙ୍ଗଲୀ ଝିଅ। ପେଣ୍ଟିଂ କ'ଣ କହୁଛି ନା, ସହରୀ ବାବୁମାନଙ୍କ ଛୁଆଙ୍କ ପାଖରେ ଥିବା ଦାମୀ ଖେଳନା ମୋର ଆବଶ୍ୟକତା ନାହିଁ, କାରଣ ପ୍ରକୃତି ନିର୍ମାଣ କରିଥିବା ଜୀବନ୍ତ ଖେଳନା ମୋ ପାଖରେ ଅଛି। ଆର୍ଟିଫିସିଆଲ ବା କୃତ୍ରିମ ପାର୍କର ମୋର ଆବଶ୍ୟକତା ନାହିଁ। ମୋ ପାଖରେ କେବଳ ମଣିଷ ସମାଜ ନୁହେଁ, ସାରା ଜୀବଜଗତକୁ ସୃଷ୍ଟି କରିଥିବା ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ମୋ ପାଖରେ ଅଛି। ମୋର ଆରୋ ଫିଲ୍ଟର ୱାଟରର ଆବଶ୍ୟକତା ନାହିଁ, କାରଣ ପ୍ରକୃତିର ଝରଣାରୁ ମୁଁ ପାଉଛି ମିନେରାଲ ୱାଟର। ସହରର ଅସ୍ୱାସ୍ଥ୍ୟକର ଫାଷ୍ଟଫୁଡ, ଚାଉମିନ, ପିଜା, ବର୍ଗର ଆଦି ମୋର ଆବଶ୍ୟକତା ନାହିଁ, କାରଣ ମୋ ମା ବନଉଥିବା ଚୁଡ଼ା ଗୁଡ଼ କଦଳୀ ଚକଟା ଆହୁରି ଫାଷ୍ଟ ତିଆରି ହୁଏ, ତାକୁ ଖାଇ ମୁଁ ପଢ଼ିବାକୁ ଯାଏ। ସହରରେ ମିଳୁଥିବା ଦାମୀ ଫଳ ଯଥା ଆମେରିକାନ ଆପଲ, କ୍ୟୁବା ମୋର ଆବଶ୍ୟକତା ନାହିଁ, କାରଣ ଜଙ୍ଗଲରେ ମିଳୁଥିବା ଋତୁକାଳୀନ ଫଳ ଯେପରିକି ପିଜୁଳି, ଆମ୍ବ, କଦଳୀ, ବରକୋଳି ମୋତେ ମୋର ଆବଶ୍ୟକ କରୁଥିବା ଭିଟାମିନ୍ ଯୋଗାଇଥାଏ। ମୋ ଜାଗାରେ ମୁଁ ଠିକ୍ ଅଛି। ମୋର ସରକାର ଓ ସମାଜକୁ ଏତିକି ଅନୁରୋଧ, ମୋ ଗାଁରେ ଶିକ୍ଷାର ବିକାଶ ଯେତିକି ହେଉଛି ତାକୁ ଆଉ ଟିକେ ତ୍ୱରାନ୍ୱିତ କରାଯାଉ। ଆମର ଖଣି ଖାଦାନ ମିନେରାଲ ଯାଇ ମୋ ଦେଶର ବିକାଶ ହେଉ, ସେଥିରେ ମୋ ଗର୍ବ। କିନ୍ତୁ ସରକାର ବନଉଥିବା ଯୋଜନା ଆମ ପାଇଁ ବନଉଥିବା ଯୋଜନା ଆମ ପାଖରେ ଠିକ୍ରେ ପହଞ୍ଚୁ। ଆମ ରାସ୍ତା, ସ୍ୱାସ୍ଥ୍ୟ, ଗମନାଗମନକୁ ଆଉ ଟିକେ ଗୁରୁତ୍ୱ ଦିଆଯାଉ। ଏତିକିରେ ରହିଲି। ସ୍କେଚ୍ ଯଦି ଇନଫର୍ମେଟିଭ୍ ଲାଗିଲା ନିହାତି ଲାଇକ୍ କମେଣ୍ଟ କରିବେ। ମୋର ପେଣ୍ଟିଂ ସ୍କେଚ୍ ବି ଆଭେଲେବୁଲ୍ ଅଛି ସେଲ୍ ପାଇଁ, ମୋତେ DM କରିପାରିବେ।